ପ୍ରେମରେ କଣ୍ଟା ସାଜିଥିବା ପ୍ରେମିକାର ଭାଇକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ପ୍ରେମିକର ନାରକୀୟ କାଣ୍ଡ। ସୁପାରି ନେଇ ଘଟଣା ଘଟାଇଥିବା 3 ସହକର୍ମୀଙ୍କ ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କଟକ ଜିଲ୍ଲା ମାହାଙ୍ଗା ଥାନା ପୁଲିସ। ମୁଖ୍ୟ ଅଭିଯୁକ୍ତ ମାହାଙ୍ଗା ଥାନା ବଉଳା ଗାଁର କପିଳ ବେହେରା, ସେହି ଗାଁର ଭବାନୀ ଶଙ୍କର ବେହେରା, ଛତିଆ ପ୍ରାଣନାଥପୁରର ସଂଗ୍ରାମ ସାହୁ, ଛତିଆର ଦେବଙ୍କିତ ମହାନ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏମାନଠାରୁ ଗୋଟିଏ ରିଭଲଭର, ଗୋଟିଏ ଗୁଳି, ଗୋଟିଏ ବୁଲେଟ୍ ମୋଟରସାଇକେଲ, 3ଟି ମୋବାଇଲ ଜବତ କରିଛି। ଗତ 10 ବର୍ଷ ହେବ ମାହାଙ୍ଗା ଥାନା ମଧୁପୁର ଗାଁର ଗୌରସୁନ୍ଦର ବେହେରାଙ୍କ ଭଉଣୀ ସହ କପିଳର ପ୍ରେମ ସମ୍ପର୍କ ରହିଥିବା ବେଳେ ଗୌରସୁନ୍ଦର ତାଙ୍କୁ ବାରଣ କରିଥିଲେ। ଫଳରେ ପ୍ରତିଶୋଧ ପରାୟଣ ହୋଇ ଗୌରସୁନ୍ଦରକୁ ଜୀବନରୁ ମାରିଦେବାକୁ ନିଷ୍ପତ୍ତି ନେଇ ଅନ୍ୟ ଅଭିଯୁକ୍ତଙ୍କ ସାହାଯ୍ୟ ଲୋଡ଼ିଥିଲା କପିଳ। 2 ଲକ୍ଷର ସୁପାରି ଡିଲ୍ ହୋଇଥିବା ବେଳେ 75,000 ଟଙ୍କାର ରିଭଲଭରଟି ମଧ୍ୟ କିଣାଯାଇଥିଲା। ଗତ 12 ତାରିଖ ସନ୍ଧ୍ୟାରେ ଗୌରସୁନ୍ଦର ଘରକୁ ଯିବା ବାଟରେ ଫାୟାରିଂ କରିଥିବା ବେଳେ ସୌଭାଗ୍ୟବଶତଃ ଗୁଳିଟି ତାଙ୍କର ପେଟରେ ବାଜିଥିବାରୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଉଥିଲେ। ତେବେ ଏନେଇ ମାହାଙ୍ଗା ଥାନାରେ ଏତଲା ପରେ ପୁଲିସ ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୁରା ଘଟଣାର ପର୍ଦ୍ଦାଫାଶ କରିଛି। ଯେ କପିଳ ବେହେରା ଏଇ ଯେଉଁ କମ୍ପ୍ଲେନାଣ୍ଟ ଅଛନ୍ତି ତାଙ୍କ ଭଉଣୀ ପ୍ରତିମା ବେହେରାକୁ ଭଲ ପାଉଥିଲେ। ତାଙ୍କର 2 ଜଣଙ୍କର ବହୁତ ଅନ୍ତରଙ୍ଗ ସମ୍ପର୍କ ଥିଲା। ଏ ଖବର ପାଇଲା ପରେ କମ୍ପ୍ଲେନାଣ୍ଟ ଯେ ଗୌରସୁନ୍ଦର ବେହେରା ସେ ବହୁତ ଅତିବ୍ୟସ୍ତ ହୋଇଥିଲେ ଏବଂ ତାଙ୍କର ମୋବାଇଲ ଛଡ଼େଇକି ରଖିଥିଲେ ଝିଅ ଭଉଣୀର, ଏବଂ ତାଙ୍କର ସବୁପ୍ରକାର ରିଲେସନ୍ ତାର ସେ ଆକ୍ୟୁଜ୍ କପିଳ ବେହେରା ସାଙ୍ଗେ ବିଚ୍ଛିନ୍ନ କରାଇଥିଲେ, ଯାହାଦ୍ୱାରା କି କପିଳ ବେହେରା ବହୁତ ରାଗି ଯାଇଥିଲା ଏବଂ ଭାଇ ତାର ରାସ୍ତାରେ କଣ୍ଟା ହେଉଛି ବୋଲି ଭାବିକିରି ତାକୁ ହଟାଇବା ପାଇଁ ସେମାନେ ଏଇ କାମରେ ସକ୍ସେସ୍ ହେବ ବୋଲି ଜାଣି 3-4 ଦିନ ପୂର୍ବରୁ ଆସିକି ରେକି କରିଥିଲେ। ସେ ଜାଗାକୁ ବୁଲି ଯାଇଥିଲେ କେମିତି ତାକୁ ଆଟାକ୍ କରାଯିବ। ତାପରେ ଗୌରସୁନ୍ଦର ବେହେରା ସେ ରାସ୍ତାରେ ଫେରୁଥିଲେ ତାଙ୍କ ଗାଁ ମଧୁପୁରକୁ। এই ଆସାମୀ ଯିଏ ଫାୟାରର ଚିକୁ ଆଲିଆ ସଂଗ୍ରାମ ସାହୁ, ବୁବୁ ଏବଂ କପିଳ ବେହେରା ଗୋଟିଏ ବୁଲେଟ୍ରେ ଆସିଥିଲେ। ବୁଲେଟ୍ଟାକୁ ସିଜ୍ କରାଯାଇଛି। ତାପରେ ସେଠୁ ଗୋଟେ ହିରୋ ହୋଣ୍ଡା ପାସନ୍ ପ୍ରୋ ଗାଡ଼ିରେ ୟୁଜ୍ କରିକିରି ସେ ଜିନିଷକୁ અંજાମ ଦେଇଥିଲେ। ଫାୟାର କରିଥିଲେ ଚିକୁ ଆଲିଆ ସଂଗ୍ରାମ ସାହୁ ଇନ୍ ପ୍ରେଜେନ୍ସ ଅଫ୍ ସୁପାରି କିଲର ଆମର ବୁବୁ ଆଲିଆସ ଭବାନୀ ଶଙ୍କର ବେହେରା ଏବଂ ନିଜେ ଯେ ଲଭର ସେଠି ପ୍ରେମିକ ତାଙ୍କର ସେ ନିଜେ କପିଳ ବେହେରା ସେଠି ଉପସ୍ଥିତ ଥିଲେ ଏବଂ ମାରି ସାରିକି ଯେତେବେଳେ ସେ ଚିଲେଇକିରି ତଳେ ପଡ଼ିଗଲେ, ଏମାନେ ମରିଯାଇଛି ବୋଲି ଭାବିକି ସେ ଜାଗା ଛାଡ଼ିକି ପଳାଇଗଲେ।